ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଶନି ମନ୍ଦିରରୁ ରୂପା ମୁକୁଟ ଚୋରି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ରାମପୁରରେ ଥିବା ଶନି ମନ୍ଦିରରୁ କେହି ଦୁର୍ବୃତ୍ତ ଶନିଦେବ ମୁଣ୍ଡରେ ପିନ୍ଧିଥିବା ରୂପା ମୁକୁଟକୁ ଚୋରି କରି ଫେରାର ମାରିଛି। ମନ୍ଦିରର ପୂଜକ ସକାଳୁ ମନ୍ଦିର ଖୋଲିବା ପରେ ରୂପା ମୁକୁଟ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପରେ ରାମପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍ ଜାରି ରଖିଛି। କାଣା କହିବେ ଆଜ୍ଞା, ସେ ଶନି ମନ୍ଦିର ଯେନ୍ ରୂପାର ମୁକୁଟ ଯେନ୍ ଚୋରି ହେଇଛି ତାকে ନେଇକିରି କାଣା କହିବେ? এটা নেইକିରି କାଣା କର୍ମା, ଆମେ ଶୋଇଥିଲୁ ରାତି ଆରୁ ରାତିରେ ଏଇଟା ଚୋରି ହେଇଯାଇଛି। ଆଉ ମୁଁ ଯେତେବେଳେ ମନ୍ଦିରକେ ଆସିଲି, ମନ୍ଦିର ଖୋଲିଲା ବେଲକେ ଦେଖିଲି ବେଲକେ ଶନି ମହାପ୍ରଭୁଙ୍କର ମୁକୁଟଟା ନାଇଁନ। ତାପରେ ଲାଇଟ୍ ଥୁଆ ହେଇଛି, କପଡ଼ା ଲତା ପଡ଼ିଯାଇଥିଲା। ଆଉ ମୁଇଁ ତେହେରୁ ସେନୁ ଥାନାକେ ଯାଇକିରି ମୁଇଁ ଏଫଆଇଆର୍ କଲି। ଥାନାକେ କହିଥିଲି, ଥାନା ବେଲେ ଆସିକିରି ଦେଖିକିରି ଗଲା ପରେ ତେହେରୁ ଏଟା ପୂଜା ବି କରିଦେଲି, ମନା ବି ନାଇଁ କରି ହେନ୍ତା ନାଇଁ ଜାନି ବେଲେ ହେଟା ତେହେରୁ ବେଲେ ଏଫଆଇଆର୍ଟେ କର ଏଇଟା ବୋଲିକିରି କହିଲେ। ହଁ ଠିକ୍ ଅଛେ ବୋଲିକିରି କହିଲେ, ହେତ୍କି କହିଲେ। କେନ୍ତିକିରି ଚୋରାଲେ କାଣା କହିବେ? କେମିତି ବେଲେ ଏଇଟା ରାତି ଚୋରିଛେ ମଧ୍ୟ, ଆରୁ ଇ ଲୋକ ଆମେ ତ ଶୋଇଥିଲୁ, ଆଉ ଏ ସମୟକେ ଏଇଟା ଚୋରି ହେଇଛେ ଆମେ ବି ସେଟା ନାଇଁ ଜାନି। ଯେତେବେଳେ ମନ୍ଦିରକେ ସକାଳୁ ଆମେ ଆସିଲୁ ସେଟା ଜାନିଛୁ। ନାଁଟା? ଗାଁଟା ରାମପୁର। ତୁମ ନାଁଟା? ନାଁଟା ସୁଶାନ୍ତ ମହାପାତ୍ର।